ଦେଖନ୍ତୁ, ଓଡ଼ିଆ अस्मिता ଆଜି ଭୁଲୁଣ୍ଠିତ। ଓଡ଼ିଆ अस्मिता ଆଜି ବିଶ୍ୱ ଦରବାରରେ ଲାଞ୍ଛିତ। ତାର କାରଣ ହେଉଛି ଭାରତୀୟ ଜନତା ପାର୍ଟି ସରକାର ଯେତେବେଳେ ଓଡ଼ିଶାରେ ଶାସନକୁ ଆସିଲା, ତା ପରଠୁ ମହିଳାମାନଙ୍କ ଉପରେ ଅତ୍ୟାଚାର ବହୁତ ବଢ଼ିବାରେ ଲାଗିଛି। ପ୍ରତ୍ୟହ ଆପଣ ଦେଖିବେ କେଉଁଠି ନା କେଉଁଠି କେହି ନା କେହି ବଳାତ୍କାର ଶିକାର ହେଇଥିବେ ଏବଂ ଛୋଟ ଛୁଆ, ନାବାଳିକା, କଲେଜ ଛାତ୍ରୀ, ମହିଳା ସବୁଠି ବର୍ତ୍ତମାନ ଦୁଷ୍କର୍ମ, ଅତ୍ୟାଚାର, ଲାଞ୍ଛନାର ଶିକାର ହେଉଛନ୍ତି। ଏବଂ ଏଇ ଯେଉଁ ବର୍ଷଟା ମହିଳା ଅତ୍ୟାଚାରରେ ଓଡ଼ିଶା ଭାରତବର୍ଷରେ 1 ନମ୍ବର ସ୍ଥାନକୁ ଯାଇଛି। ଏବଂ କିଛି ଦିନ ତଳେ ଗୋପାଳପୁର ହେଉଛି ଗୋଟେ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର, ଯେଉଁଟା ଇଣ୍ଟରନ୍ୟାସନାଲ ଟୁରିଷ୍ଟ ଡେଷ୍ଟିନେସନ୍ କୁହାଯିବ। ସେଠି କ'ଣ ହେଇଛି, ଗୋଟେ କଲେଜ ଛାତ୍ରୀକୁ ଗଣ ଦୁଷ୍କର୍ମ କରାଯାଇଛି। ଏବଂ ମୁଁ ଭାବୁଛି ବୋଧେ ଏଇଭଳି ଅନେକ ଗୁଡ଼ିଏ କାରଣ ଯାହା ସେ ଦର୍ଶାଇଛନ୍ତି, ଆମେରିକା ସରକାର ଦର୍ଶାଇଛନ୍ତି ଯେ ରେପ୍, ମର୍ଡର ଆଉ ଆପଣଙ୍କର ଟେରୋରିଷ୍ଟ ଆକ୍ଟିଭିଟିଜ୍, ଏସବୁ ଉଗ୍ରବାଦୀ କାର୍ଯ୍ୟକଳାପ ଯେଉଁଟା ସେଇଟା ବହୁତ ବର୍ତ୍ତମାନ ବଢ଼ିଯାଇଛି ଓଡ଼ିଶାରେ। ତେଣୁ ଆମେରିକା ବର୍ତ୍ତମାନ ଗୋଟେ ଗାଇଡ଼ଲାଇନ୍ ଜାରି କରିଛନ୍ତି ଯେ ତୁମେ ଓଡ଼ିଶା ଯିବନି, ବିଶେଷ କରି ମହିଳାମାନେ ଯିବନି, ଏକାକି ଯିବନି, ଯେଉଁଟାକି ଓଡ଼ିଶା ପ୍ରତି ବଡ଼ ଅସମ୍ମାନ ହେଇଛି। ଆଉ ଏମାନେ ଯେଉଁ ତାଙ୍କର କିଛି ମନ୍ତ୍ରୀ କହୁଛନ୍ତି, ଟ୍ରମ୍ପ କଥା କହୁଛନ୍ତି ଯେ ସିଏ ନିଜ ଦେଶ ସମ୍ଭାଳୁ। ଟ୍ରମ୍ପ କାହାର ବନ୍ଧୁ? ଇଏ କହିଲେ ନମସ୍ତେ ଟ୍ରମ୍ପ, କିଏ କରିଥିଲା? ଭାରତକୁ ଆଣିକି ନମସ୍ତେ ଟ୍ରମ୍ପ କିଏ କରିଥିଲା? ଅବ୍ କି ବାର୍ ଟ୍ରମ୍ପ ସରକାର ଯେଉଁ ନିର୍ବାଚନ ଲଢ଼ୁଥିଲେ, କିଏ ସ୍ଲୋଗାନ ଦେଇଥିଲା? ଏବଂ ସିଏ ଯେତେବେଳେ ଇଲେକ୍ସନ ଲଢ଼ୁଥିଲେ ଟ୍ରମ୍ପ, ତାଙ୍କ ବି ଭାରତରେ କିଏ ପୂଜା ପାଠ କରୁଥିଲା? ହୋମ ଯଜ୍ଞ ପୂଜା ପାଠ ଚଲେଇଥିଲେ ଟ୍ରମ୍ପ ଜିତିଯାଉ। ବର୍ତ୍ତମାନ ଯିଏ ନିଜ ଲୋକ, ଯାହାକୁ ତୁମେ ନିଜର ବୋଲି ଭାବୁଛ, ସିଏ ଯେତେବେଳେ କହିବ ଯେ ନିଜ ପରିବାର ଲୋକଙ୍କ ସମ୍ପର୍କରେ ଏଇଟା ଗୋଟେ ଭୁଲ କଥା ହେଉଛି, ସେତେବେଳେ ନିଶ୍ଚିତ ଭାବରେ ସେ କଥାରେ କିଛି ସତ୍ୟତା ଥିବ। ଯେତେବେଳେ ଟ୍ରମ୍ପ ସରକାର କହୁଛି ଭାରତର ଅନେକ ରାଜ୍ୟରେ, ବିଶେଷ କରି ଓଡ଼ିଶାରେ ଏଭଳି ଜଘନ୍ୟ କାମ ହେଉଛି, ତମର ପ୍ରିୟ ବନ୍ଧୁ କହିଛନ୍ତି, ତେଣୁ ବିଶ୍ୱାସ କରିବାକୁ ପଡ଼ିବ। ତେଣୁ ଓଡ଼ିଶାର ସମ୍ମାନ ଆଜି ସାରା ବିଶ୍ୱରେ କ୍ଷୁର୍ଣ୍ଣ ହେଉଛି। ତା ବିରୁଦ୍ଧରେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଲଢ଼େଇ କରିବ। ଛାତ୍ର ବିଜୁ ଜନତା ଦଳ ଡାକରା ଦେଇଛି। ଗୋପାଳପୁର ଛାତ୍ରୀ ଧର୍ଷଣ ଠାରୁ ଆରମ୍ଭ କରିକି ବିଭିନ୍ନ ଜାଗାରେ ଯେଉଁ ଛାତ୍ରୀମାନଙ୍କ ଉପରେ ଆକ୍ରମଣ ହେଉଛି, ମହିଳାମାନଙ୍କ ଉପରେ, 25 ତାରିଖରେ ସେମାନେ ଆନ୍ଦୋଳନ ଡାକରା ଦେଇଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ମହିଳା ବିଜୁ ଜନତା ଦଳ ବର୍ତ୍ତମାନ ଆଜି ଡାକରା ଦେଲେ। ଚାଲିବ ଲଢ଼େଇ। ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନବୀନ ପଟ୍ଟନାୟକ ସରକାର 1 ନମ୍ବର ଜାଗାରେ ଥିଲା। ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ରିୱାର୍ଡ ଦେଇଛନ୍ତି ଏବଂ ପ୍ରଶଂସା କରିଛନ୍ତି। 2 ଥର ବିଶ୍ୱକପ୍ ହକି ଆୟୋଜିତ ହେଇଛି। ଇଣ୍ଡିଆର ପୁରୁଷ ହକି, ମହିଳା ହକିର ସ୍ପନ୍ସରସିପ୍ ମଧ୍ୟ ଓଡ଼ିଶା କରିଥିଲେ। ଅମିତ ଶାହ ଗୃହମନ୍ତ୍ରୀ ଯେତେବେଳେ ଆସିଥିଲେ, ସେ କହିଲେ ନକ୍ସଲ ଦମନରେ ଓଡ଼ିଶା ଫାଷ୍ଟ, ନବୀନ ପଟ୍ଟନାୟକ ଫାଷ୍ଟ। ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟ ଭିତରେ କହିଲେ ମୋଦି ଯେ ନବୀନ ପଟ୍ଟନାୟକ ଖଣି ପରିଚାଳନା ବେଷ୍ଟ ଏବଂ ଓଡ଼ିଶା ଅର୍ଥନୀତି ବଢ଼ିଆ। ସେମାନେ ତ କହିଛନ୍ତି। ଆଜି ତାଙ୍କରି ଦଳ ସରକାରକୁ ଆସିଲା ପରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା, ତା ବି କ'ଣ କୁହାଯାଇପାରିବ? ଭାରତ ସରକାରଙ୍କ ତରଫରୁ କାଉଣ୍ଟର ମେସେଜ ଦେବା, ଏମାନଙ୍କର ସାହସ କୋଉଠି ଅଛି କାଉଣ୍ଟର ଆଟାକ୍ କରିବାକୁ, କି କାଉଣ୍ଟର ବାଇଟ୍ ଦେବା ପାଇଁ, କି ପ୍ରତିବାଦ କରିବାକୁ? ଏମାନଙ୍କୁ ସାହସ ନାହିଁ। ବନ୍ଧୁ ବୋଲି କହିଛନ୍ତି ପରା, ବନ୍ଧୁ ଯାହା କହିଲେ ଆମେ ତାକୁ ଗ୍ରହଣ କରିବୁ। ବନ୍ଧୁକୁ କୁଣ୍ଢେଇକି ଧରିଥାନ୍ତୁ। ରାଜ୍ୟ ସରକାର ମଧ୍ୟ ନିରବ ଅଛନ୍ତି।
ସେ ତାଙ୍କର କିଛି ନା ନିରାପଦ। ସାର୍ ନିର୍ବାଚନ ସମୟରେ ଗୋଟେ କଥା ଉଠିଥିଲା କି ଓଡ଼ିଶାକୁ ନେଇକି ବିଶ୍ୱ ସ୍ତରରେ ପରିଚିତ କରିବା, ଇଏ ତାର ପ୍ରତିଫଳନ ଦେଖିବାକୁ ମିଳୁଛି କି ହଁ ଓଡ଼ିଶାକୁ ହଁ ବିଶ୍ୱ ସ୍ତରରେ ଭାରତୀୟ ଜନତା ପାର୍ଟି କହିଲେ ଆମେ ଓଡ଼ିଶାକୁ 1 ନମ୍ବର କରିବୁ, ସିଏ 1 ନମ୍ବର କରିଦେଇଛନ୍ତି। ମହିଳା ଅତ୍ୟାଚାରରେ, ଲ ଆଣ୍ଡ ଅର୍ଡର ବା ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳରେ, ଏବଂ କାମ ଦାମ ସବୁ ବର୍ତ୍ତମାନ ବନ୍ଦ, ଲୋକଙ୍କର ଅଶାନ୍ତି ଚରମ ସୀମାରେ। ତେଣୁ ଏସବୁ କଥାରେ ସେ ବର୍ତ୍ତମାନ ନମ୍ବର 1 କରିଛନ୍ତି। ଇଣ୍ଟରନ୍ୟାସନାଲ ଦେଶ ଗୋଟେ ଆମ ଓଡ଼ିଶାକୁ ଏଭଳି ଭାବରେ କହିବା এটা କେତେ ଦୂର ଶୋଭନୀୟ ସାର୍? ଆଜ୍ଞା ଶୁଣନ୍ତୁ, ତାଙ୍କ ବନ୍ଧୁ କହିଛନ୍ତି ପରା, ସେମାନେ କ୍ଲାରିଫାଇ କରିବେ ଯାହାକୁ କହିଲେ ନମସ୍ତେ ଟ୍ରମ୍ପ, ଅବ୍ କି ବାର ଟ୍ରମ୍ପ ସରକାର, ଉତ୍ତର ସେମାନେ ଦେବେ ନା। ଭାଇ ବନ୍ଧୁ ଉତ୍ତର ସେମାନେ ଦେବେ। ଇଏ ତ କୁଣ୍ଢେଇକି ଧରିଛନ୍ତି, ସିଏ କହନ୍ତୁ ଭାରତୀୟ ଜନତା ପାର୍ଟି ତାଙ୍କୁ କୁଣ୍ଢେଇକି ଧରିଛନ୍ତି, ଗଦ ଗଦ ହଉଛନ୍ତି।